ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ। ମୈତ୍ରେୟ ଉବାଚ। ଏମନ୍ତେ ମୁନି ବାକ୍ୟ ଶୁଣି ଧ୍ରୁବ ଆନନ୍ଦ ମନେ ଗୁଣି ସୁମନେ ଆଚମନ କରି ଅସ୍ତ୍ର ନାରାୟଣ ସୁମରି ସନ୍ଧାନେ ଧନୁ ହୁଳେ କଲା ତା ଦେଖି ମାୟା ଭସ୍ମ ଗଲା ଗୁହ୍ୟକେ ହୋଇଲେ ଅଦୃଶ୍ୟ ଦିଶିଲା ଧରଣୀ ଆକାଶ ଦିନ ଉଦୟ କ୍ଲେଶ ଯେହ୍ନେ ଦେବେ ଦେଖନ୍ତି ରହି ଶୂନ୍ୟେ ଧୁବ ଓଟାରି ଧନୁର୍ଗୁଣ ଯୋଚି ସୁବର୍ଣ୍ଣ ପୁଙ୍ଖ ବାଣ ବାଣର ପକ୍ଷ କଳ ହଂସ ଦେଖି କମ୍ପିଲେ ଦଶ ଦିଶ ଏମନ୍ତେ ତୀକ୍ଷ୍ଣ ବାଣ ଭେଦି ଗୁହ୍ୟକ ମାୟା ମାନ ଛେଦି ବିବସ୍ତ୍ର ହୋଇ ଅନାୟତେ ଧାଇଁଲେ ଶସ୍ତ୍ର ଘେନି ହସ୍ତେ ଯେସନେ ସର୍ପ ଫଣା ଧରି ଗରୁଡ଼େ ଥାନ୍ତି କୋପ କରି ତାହାଙ୍କୁ ଦେଖି ରଣ କ୍ଷେତ୍ରେ ନାରାଜ ଗୁଣ ଧରି ହସ୍ତେ ବିନ୍ଧନ୍ତି ଗୁହ୍ୟକ ଶରୀରେ ଭେଦିଲା ବାହୁ ଉରଶିରେ ତକ୍ଷଣେ ଗଲେ ଛିନ୍ନ ଭିନେ ସଂଗ୍ରାମ ସମନ ଭୁବନେ ଗୁହ୍ୟକ ବଳ ନାଶ ଦେଖି ମନୁଜେ ଭୁବନ ଉପେକ୍ଷୀ ଉତ୍ତମ ଚିତ୍ର ରଥେ ବସି ମିଳିଲେ ରଣ ମଧ୍ୟେ ଆସି ସଙ୍ଗେ ଅଛନ୍ତି ମୁନି ଜନେ ଧ୍ରୁବକୁ ଦେଖି ତୋଷ ମନେ ଗୁହ୍ୟକ ଗଣେ ଦୟା ବହି କହନ୍ତି ଧ୍ରୁବ ମୁଖ ଚାହିଁ ମନୁରୁ ବାଚ। ଭୋବଶ୍ଚ ଛାଡ଼ ମନୁ ରୋଷ ଶୁଣନ୍ତୁ ମୋହର ଉପଦେଶ ଏ ରୋଷ ଘୋର ତପହର ଏ ନୁହେଁ ଉତ୍ତମ ବ୍ୟବହାର ଯେ ରୋଷ ବେଶ ଜ୍ଞାନ ହରି ନିର୍ଦ୍ଦୋଷ ଜନ ଯୁଦ୍ଧେ ମାରି ଏ ଆମ୍ଭ କୁଳ ଧର୍ମ ନୁହେଁ ସାଧୁଙ୍କ ମଧ୍ୟେ ଦୋଷ ବହେ ଏକଇ ପ୍ରାଣୀ ଅପରାଧେ ଏହାଙ୍କୁ ମାର କିମ୍ପା ଯୁଦ୍ଧେ ତୁ ଭ୍ରାତୁ ବଧେ ଛଳ ବହି ସାଧୁଙ୍କ ମାର୍ଗ ଏ ନୁହଁ ବିଷ୍ଣୁର ଭାବ ଯାର ଦେହେ ପ୍ରାଣୀଙ୍କୁ ଦୟା ହୃଦେ ବହେ ସମତ୍ତ ସର୍ବଭୂତେ ଦେଖେ ତାହାକୁ ନାରାୟଣ ରଖେ ହରି ପ୍ରସନ୍ନେ ପ୍ରାଣୀ ଦେହେ ପୁରୁଷ ପ୍ରକୃତି ନ ରହେ ନ ଲାଗେ ତ୍ରିଗୁଣ ବନ୍ଧନ ଅନ୍ତେ ଲଭଇ ନିରଞ୍ଜନ ତୁ ହରି ଭକ୍ତ ଶିରୋମଣି ସର୍ବସମ୍ମତେ ତୋତେ ଗଣି ସାଧୁଜନଙ୍କ ବ୍ରତ କରି କେପାରେ ଅଧର୍ମ ଆଚରି ଯେ ପ୍ରାଣୀ ଆତ୍ମଭାବେ ସୁଖେ ହରିଙ୍କୁ ସର୍ବଭୂତେ ଦେଖେ ବିଷ୍ଣୁର ଭକ୍ତି ହୃଦେ ଭରି ଦୟା ତିତିକ୍ଷା ଯିବେ କରି ଏମନ୍ତ ଭାବେ ଯାର ମନ ତାହାକୁ ରଖେ ଭଗବାନ ହରି ପ୍ରସନ୍ନେ ପ୍ରାଣୀଙ୍କର ପ୍ରବୃତ୍ତି ବନ୍ଧ ହୁଏ ଦୂର ଜୀବ ବନ୍ଧନୁ ମୋକ୍ଷ ହୋଇ ନିର୍ବାଣ ପଦେ ପଶେ ଯାଇ ଏବେ ନିସଙ୍ଗ ଏକ ବେଳେ ରଜ ସଙ୍ଗେ ବୀର୍ଯ୍ୟ ନିଶ୍ଚଳେ ଏମନ୍ତେ ସୃଷ୍ଟି ସ୍ଥିତି ନାଶେ ତ୍ରିଗୁଣ ମାୟାରେ ପ୍ରକାଶେ ତହିଁ ନିମିତ୍ତ ମାତ୍ର ରହେ ଜୀବ ପରମ ରୂପ ବହେ ତାହାର ଦେହ ଏ ଜଗତେ ଦିଶଇ ଲୋକ ଭ୍ରମ ଗତେ ଏଣେ ସେ ହରି କାଳ ରୂପୀ ନିଜ ମାୟାରେ ବିଶ୍ୱବ୍ୟାପୀ ପ୍ରବାହେ ଯେହ୍ନେ ବୃକ୍ଷ ରାଶି ଜଳ ପବନେ ଯାନ୍ତି ଭାସି ଏମନ୍ତ କାଳ ଶ୍ରେଷ୍ଠ ବଳେ ପ୍ରାଣୀ ଭାସନ୍ତି ଅବହେଳେ ବିପକ୍ଷ ସପକ୍ଷ ଏ ଦୁଇ ଯାର ସ୍ୱଭାବ ନ ଘଟଇ ରାଜାଏ ଯାହାର ଆୟତେ ସମେ ବସନ୍ତି ଏ ଜଗତେ ଧୂଳି ଯେ ସନେ ବାୟୁ ବଳେ ଉଡ଼ି ଭ୍ରମନ୍ତି ଅନ୍ତରାଳେ ଜନ୍ମ ଆୟୁଧ ହାନି ଲାଭ ଏ ଦୁଇ କାହାର ସ୍ୱଭାବ କେହୁ କହନ୍ତି ଏ ଜଗତ ସ୍ୱଭାବେ କର୍ମର ଆୟତ ଅବିଦ୍ୟା କାଳ ସଙ୍ଗେ ଜଡ଼ି ଘୋର ଅନ୍ଧାରେ ପ୍ରାଣୀ ପଡ଼ି ବାୟୁ ଭ୍ରମଣେ କାଳ ବଳେ କଲ୍ଲୋଳ ଯେହ୍ନେ ସିନ୍ଧୁ ଜଳେ ଅବ୍ୟକ୍ତ ଅପ୍ରମେୟ ସୀମା କେ ଜାଣିପାରେ ତା ମହିମା ଏଣୁ ତ ଭ୍ରାତାର ମରଣ ଗୁହ୍ୟକେ ନୁହନ୍ତି କାରଣ ବିଧାତା ବଳେ ସେ ପ୍ରମାଣ ଏକଥା ନିଶ୍ଚୟ କାରଣ ଏଣୁ ଏ କାଳ ମଧ୍ୟେ ଥାଇ ଦେବେ ପୂଜନ୍ତି ବଳି ଦେଇ ନାସାଭେଦିତ ଗାବ ଯେହ୍ନେ ଭ୍ରମନ୍ତି ଦାମିନୀ ବନ୍ଧନେ ଜନନୀ ସପତ୍ନୀ ବଚନେ ମର୍ମ ଭେଦିତ ତୋର ମନେ ବନେ ପଶିଲୁ ତପ ଆସେ ସ୍ୱଭାବେ ତୁ 5 ବରଷେ ବିଷ୍ଣୁ ଆରାଧି ତପ ବଳେ ବସିବୁ ଗଗନେ ମଣ୍ଡଳେ
त्रिकल्प मध्ये पाद गते बसिबु कल्प परिजन्ते समाधि बसी मोह पास छेदिलु भव बन्ध त्रास एबे तो होर ताप तेज सुमति चिते पुत्र भज समे सकल व्याधि क्षये अमाया जेन्हे पुण्य देहे ଯାହାକୁ ଦେଖି ପ୍ରାଣୀ ଡରେ ସେ ପ୍ରାଣୀ ଜୀବ ଥାଉ ମରେ ଈଶ୍ୱର ମିତ୍ର ଏ କୁବେର ଏହାକୁ ଅବଜ୍ଞାତ ହୋର ଏହାର ପୁଣ୍ୟଜନ ମାରି ଅନ୍ୟାୟ ପଥକୁ ଆବୋରି ଏବେ ଏହାରେ ପ୍ରୀତି କର ସର୍ବକୁଶଳ ହେବ ତୋର ଏମନ୍ତେ ସ୍ୱୟଂଭୁବ ମନୁ ପ୍ରବୋଧ କଲେ ପୁତ୍ର ତନୁ ଧ୍ରୁବକୁ ଆଲିଙ୍ଗନ କଲେ ମୁନିଙ୍କ ସଙ୍ଗେ ପୁରେ ଗଲେ ସେ ମୁନି ଚରଣାର ବିନ୍ଦେ ସୁଜନେ ନମିବ ଆନନ୍ଦେ ଚତୁର୍ଥ ସ୍କନ୍ଧେ ଭାଗବତେ ହରି ମହିମା ଶୁଣ ଚିତେ ସୁଜନ ଜନେ ଏଣେ ରସ କହିଲେ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାं संहितायां 82 ଚତୁର୍ଥ ସ୍କନ୍ଧେ ଧ୍ରୁବ ଚରିତେ ନାମ ତ୍ରୟୋଦଶୋऽଧ୍ୟାୟः।